ନଈରେ ବାଳିଆ ଚହଟିଲା, କଜଳ ସିନ୍ଦୁର ନାଲ ରାଣ୍ଡ, ପୁଣି ଚାଖିଆ ଲେଉଟିଲା। ଯେଉଁ ବ୍ୟକ୍ତି ରାଣ୍ଡିର ଅର୍ଥ ନ ଜାଣିଥିବ, ସେ ତାକୁ କେଉଁ ଅର୍ଥରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି, ତାହେଲେ ତାଙ୍କ ବ୍ୟବହାର ଯୁକ୍ତ ଉପରେ ପ୍ରଶ୍ନ ଆସିପାରେ ବା ତାଙ୍କ ମନରେ ସେ ପ୍ରଶ୍ନ ଆସିପାରେ ଯେ ରାଣ୍ଡି ହେଉଛି ଗୋଟେ ଖରାପ ଶବ୍ଦ। ରାଣ୍ଡି ବରଂ ଗୋଟେ ଖରାପ ଶବ୍ଦ ନୁହେଁ, ଏହା ଏକ ଗାଉଁଲି ଶବ୍ଦ। ଗୋଟେ ମାନେ କ'ଣ କହନ୍ତି, ଗୋଟେ ଅସହାୟ ଜଣେ ବିଧବା ମହିଳାର ପରିଚୟ ଯେଉଁଟା, ସେଟାକୁ ରାଣ୍ଡି କୁହାଯାଇଥାଏ। କେବଳ ଏ ଶବ୍ଦଟି ଫକୀରମୋହନ ଯେ ବ୍ୟବହାର କଲେ ତା କହିବା ଭୁଲ ହେବ। ଲକ୍ଷ୍ମୀ ପୁରାଣରେ ବି ଗୋଟେ ରାଣ୍ଡିର ଶବ୍ଦ ବ୍ୟବହାର କରାଯାଇଛି। ଯେ ତେଣୁ ଏଇଟା କୌଣସି ଖରାପ ଶବ୍ଦ ନୁହେଁ। ଯଦି ଦେଖାଯିବ ଆକୁ ନେଇକରି ମନୋଜ ମିଶ୍ର ଯେତେବେଳେ ଆରମ୍ଭ କରିଛନ୍ତି, ଏଇଟା ଫିଲ୍ମକୁ ହେବାରୁ ମନୋଜ ମିଶ୍ର ଆରମ୍ଭ କରିଛନ୍ତି ଯେଉଁ ଶବ୍ଦଟି ଆପଣ କହୁଛନ୍ତି। ତା ପୂର୍ବରୁ ତ ମନୋଜ ମିଶ୍ର ଯଦି ପାଠଶାଠ ପଢ଼ୁଥିବେ, ତାହେଲେ ତ ଯେତେବେଳେ ସିରିଏଲ୍ ହେଉଥିଲା ଆଗରୁ ରାଣ୍ଡି ପୁଅନ୍ତା, ସେ ବିଷୟରେ ବି ସେ କହିପାରିଥାନ୍ତେ। ନାଇଁ, ତାଙ୍କର ଗୋଟେ ତାଙ୍କ ମନର ଭାବନାକୁ ସେ ଦର୍ଶାଇଛନ୍ତି ଯେ ରାଣ୍ଡି ହେଉଛି ଗୋଟେ ଖରାପ ଜିନିଷ। ତେଣୁ ଫକୀରମୋହନଙ୍କର କାଳଜୟୀ ଯେଉଁ କାବ୍ୟ ଅଛି, ଯେଉଁଟା ଲେଖିଦିଅନ୍ତି, ଯେଉଁଟାକି ରାଣ୍ଡି ପୁଅନ୍ତାର ଯେଉଁ ବିଷୟଟି ଅଛି, ଏଥିରେ ତ କୌଣସି ଖରାପ କି କାହାକୁ ଗୋଟେ ଇଏ କରିକିରି କୁହାଯାଇ ନାହିଁ। ତା ଉପରେ ଆଗରୁ ସିରିଏଲ୍ ବି ବନି ସାରିଛି, ଗୋଟେ ମାନେ ତା ବିଷୟ ବି ଅଛି। ତେଣୁ ଏଠୁ ଏ ଯେତେବେଳେ ଫିଲ୍ମଟା ଆସୁଛି, ମନୋଜ ମିଶ୍ରଙ୍କର ଯେହେତୁ ଗୋଟେ ରାଗ ରହିଛି, ସେ କାମଦାମ ପାଉନାହାନ୍ତି ବା ତାଙ୍କର କୌଣସି ପ୍ରଯୋଜକ ବା ନିର୍ଦ୍ଦେଶକଙ୍କ ଉପରେ ରାଗ ଅଛି, ବା ତାଙ୍କର ଗୋଟେ ଦେଖିବେ, ଆପଣ ସବୁବେଳେ ଦେଖିଥିବେ ସବୁ ଓଡ଼ିଶା ଉପରେ, ଓଡ଼ିଶା ଫିଲ୍ମ ଜଗତ ଉପରେ ସେ କଥା କହୁଛନ୍ତି। କହିସାରିଲା ପରେ ଲାଷ୍ଟକୁ କହିଦେଉଛନ୍ତି ଜୟ ମା ସମଲେଇ, ମୁଁ ସମ୍ବଲପୁର ଟୋକା। ଆରେ ଅସୁବିଧା କିଛି ନାହିଁ, ସମ୍ବଲପୁର ଟୋକା ସବୁ ଠିକ୍ ଅଛି, ଆମେ ସମ୍ବଲପୁରକୁ ବି ସମ୍ମାନ କରୁଛୁ। ତାଙ୍କର ବି ଗୋଟେ ଭାଇ ଜଣେ କହୁଥିଲେ ଯେ ଆମର ଯେଉଁ ପ୍ରଥମାଷ୍ଟମୀ ଦିନ ଉପକୂଳରେ ଏ ପର୍ବଟି ଯେହେତୁ ଅଛି, ତାଙ୍କ ପଶ୍ଚିମରେ ଗୋଟେ ସେଇ ତାଙ୍କର ଗୋଟେ ସମାନ ପର୍ବ ବି ଅଛି, ସେ ପର୍ବରେ କାହିଁକି ତାଙ୍କୁ ଛୁଟି ଦିଆଯାଉନି। ମୁଁ ବର୍ତ୍ତମାନ ଆପଣଙ୍କ ସାମ୍ନାରେ ସେ ଭାଇ ଯେଉଁ ଭାଇ ଜଣକ କହୁଥିଲେ ସେଦିନ ପଶ୍ଚିମ ଓଡ଼ିଶାର ଭାଇ, ତାଙ୍କୁ ମଧ୍ୟ ମୁଁ ସମର୍ଥନ କରିବି। ସରକାରଙ୍କ ଆଗରେ ମଧ୍ୟ ପ୍ରସ୍ତାବ ରଖିବାକୁ ମୁଁ ଅନୁରୋଧ କରିବି ଯେ ଆମର ଯେମିତି ପୂର୍ବ ଓଡ଼ିଶାରେ ବା ଉପକୂଳ ଓଡ଼ିଶାରେ ପ୍ରଥମାଷ୍ଟମୀ ପାଇଁ ଛୁଟି ରହୁଛି ବା ତାକୁ ସେଠି ଜବରଦସ୍ତି ସେମାନେ ପାଳୁଛନ୍ତି, ତାଙ୍କର ଗୋଟେ ପୌତିଆ ନା କ'ଣ ଗୋଟେ ଏମିତି ଅଛି, ତାଙ୍କର ଯେଉଁ ପିଲାମାନେ ପଶ୍ଚିମ ଓଡ଼ିଶାର କୌଶଳର ପିଲାମାନେ ଯିଏକି ସେ ପଢ଼ୁଆ ହୁଅନ୍ତି ବୋଲି ତାଙ୍କର ଗୋଟେ ସେ ପର୍ବ ଅଛି। ଯେମିତି ଆମର ଏ ଉପକୂଳରେ ଛୁଟି ରହୁଛି, ସେମିତି ତାଙ୍କର ଗୋଟେ ଉପକୂଳରେ ତାଙ୍କ ପଶ୍ଚିମ ଓଡ଼ିଶାରେ ଛୁଟି ଗୋଟେ ରହୁ। କିନ୍ତୁ ଏଇ ଯେଉଁ ଭାବାବେଗର କଥା ଆସୁଛି ଯେ ଗୋଟେ ଜିନିଷକୁ ପଦାର୍ଥ କରିବା, ମନୋଜ ମିଶ୍ରଙ୍କର ଏଇଟା ଗୋଟେ ନିଜସ୍ୱ। ଗୋଟେ ବବି ଇସଲାମ କହିଦେଇଛନ୍ତି ଯେ ବାହାଘରକୁ ସମ୍ବଲପୁରରେ ବିହାଘର କୁହାଯାଏ, ସେଇଟା ଗୋଟେ ଆମକୁ ଖରାପ ଶୁଭୁଛି ବୋଲି। ଯଦି ଆପଣ ରାଣ୍ଡି ପୁଅ ଅନ୍ତାର କଥା ନ ଉଠେଇଥାନ୍ତେ, ଆପଣଙ୍କର ବାହାଘର ହଉ, ବିହାଘର ହଉ, କି ବୋଉ ଘର ହଉ, ଯାହା ବି ହଉ, ଯିଏକି ଆମର ଆପଣଙ୍କର ହଳଧର ନାଗ ଯିଏ ଅଛନ୍ତି, ସିଏ ବୋହୂ ଆଉ ବୋଉ ଶବ୍ଦ ଭିତରେ ଜାଣିପାରିଲେନି ଫରକଟାକୁ। ସେ ବିଷୟରେ ସେ ସମୟରେ ମଧ୍ୟ ବିବାଦ ସୃଷ୍ଟି ହେଇଥିଲା ଏବଂ ସେ ତାକୁ ନେଇକରି ସ୍ପଷ୍ଟୀକରଣ ବି ଦେଇଥିଲେ ହଳଧର ନାଗ ଯିଏ ଅଛନ୍ତି। ତେଣୁ ଇଏ ଯେଉଁ ଧୃଷ୍ଟାମି କରୁଛନ୍ତି ମନୋଜ ମିଶ୍ର, ଏଥିରୁ ତାଙ୍କୁ କିଛି ଫାଇଦା ମିଳିବନି, ତାଙ୍କର ଲସ୍ ହିଁ ଲସ୍। ତେଣୁ ସେ ଜାଣି ଶୁଣିକିରି ପୂର୍ବ ପଶ୍ଚିମ ଭିତରେ ଗୋଟେ ବିବାଦୀୟ ମାନେ ଭାଇଚାରା ସୃଷ୍ଟି ଏଠି କରୁଛନ୍ତି ଏବଂ ତାଙ୍କର ମାନସିକ କେତେ ତଳକୁ ପଳେଇ ଯାଉଛି ତା ବି ମଧ୍ୟ ଲୋକ ଅନୁଭବ କରିବା ଦରକାର। ତାକୁ ଯଦି ପଶ୍ଚିମ ପୂର୍ବର ଆପଣଙ୍କର ସ୍ଥିତି ଆକଳନ କରିବାର ଅଛି, ପୂର୍ବ ପଶ୍ଚିମର ଯଦି ଆପଣଙ୍କର ଯେଉଁଟା ଉନ୍ନତି ବା ପ୍ରଗତି ବିକାଶକୁ ନେଇକି ଯଦି କଥାବାର୍ତ୍ତା କରିବାର ଅଛି, କେବେ ବି ଆପଣ ଇତିହାସ ଆଉ ସାହିତ୍ୟ ଉପରେ ଆପଣ ମାନେ ଅପଶବ୍ଦ ଯେଉଁ କହୁଛନ୍ତି ତା ଉପରେ କେହି ମାନେ ଆଟାକ୍ କରିବା ଉଚିତ ନୁହଁ ବୋଲି ମୋର ମତ।